ଭାଗ୍ୟଶାଳୀ ହୋଇଥାନ୍ତି ଏହି ବାରରେ ଜନ୍ମିତ ପିଲାମାନେ। ପିଲାଟି ଜନ୍ମ ହେଲେ ଆମେ ଅନେକ ଜିନିଷ ଦେଖିଥାନ୍ତି ଆଉ ସେହି ଅନୁସାରେ ଅନୁମାନ କରିଥାନ୍ତି ପିଲାଟି କିପରି ହେବ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ରାଶି ଓ ନକ୍ଷତ୍ର ବ୍ୟତୀତ ବାରର ମଧ୍ୟ ଅନେକ ମହତ୍ତ୍ୱ ରହିଛି। କେଉଁ ବାରରେ ଜନ୍ମ ହୋଇଥିବା ପିଲା କିପରି ହୋଇଥାନ୍ତି, ଆସନ୍ତୁ ଆଜିର ଏହି ଭିଡ଼ିଓରେ ଜାଣିବା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ମନ ଧ୍ୟାନ ଦେଇ ଶୁଣନ୍ତୁ। ବହୁତ ଭଲ ବିଷୟଟି ଜାଣିବା ପାଇଁ ଚେଷ୍ଟା କରନ୍ତୁ। ସୋମବାର ଦିନ ଜନ୍ମିତ ହୋଇଥିବା ପିଲାମାନେ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଏମାନେ ଅତ୍ୟନ୍ତ ଭଲ ସ୍ୱଭାବର ହୋଇଥାନ୍ତି। କିନ୍ତୁ ଗୋଟିଏ କଥା ଏହା ଯେ ଏମାନଙ୍କ ମଧ୍ୟରେ ଆଦୌ ଧୈର୍ଯ୍ୟ ନଥାଏ। ଏମାନେ କେବେ ବି ଧୈର୍ଯ୍ୟ ଧରିପାରନ୍ତି ନାହିଁ। ମଙ୍ଗଳବାରରେ ଜନ୍ମିତ ହୋଇଥିବା ପିଲାମାନେ ଅତ୍ୟନ୍ତ କ୍ରୋଧୀ ହୋଇଥାନ୍ତି। ଏମାନେ ଅନ୍ୟମାନଙ୍କ ଠାରୁ ନିଜର ପ୍ରଶଂସା ଶୁଣିବା ପାଇଁ ସମସ୍ତେ ଆଗଭର ହୋଇଥାନ୍ତି। ଏମାନଙ୍କ ମନରେ ସଦାବେଳେ ନୂଆ ଶକ୍ତି ଭରପୁର ହୋଇଥାଏ। କିନ୍ତୁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ଟିକିଏ ବାଧା ଦେଖାଦେଇପାରେ। ବୁଧବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବୁଦ୍ଧିମାନ ହେବା ସହିତ ନିଜର ପରିବାର ପାଇଁ କିଛି ବି କରିବାକୁ ରାଜି ଥାନ୍ତି। ତାଙ୍କ ପରିବାରରେ କେହି ବି ସମସ୍ୟାରେ ପଡ଼ିଲେ ଏମାନେ ସମାଧାନ କରିବା ପାଇଁ ଆଗେଇ ଆସିଥାନ୍ତି ଆଉ ସହଜରେ ସମାଧାନ ମଧ୍ୟ କରିଦିଅନ୍ତି। ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଗୁରୁବାର ଦିନ ଜନ୍ମ ହୋଇଥିବା ଲୋକମାନେ ଅତି ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଏମାନେ ସମସ୍ତଙ୍କୁ ସହଜରେ ପ୍ରଭାବିତ କରିଦେଇଥାନ୍ତି। ଏମାନେ ଦେଖିବା ପାଇଁ ଲମ୍ବା ଆଉ ସୁନ୍ଦର ହୋଇଥାନ୍ତି। ଏମାନେ ଭଲ ପିଲାମାନଙ୍କ ସହିତ ସାଙ୍ଗ ହୋଇଥାନ୍ତି। ଶୁକ୍ରବାର ଜନ୍ମିତ ପିଲାମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନେ ଭୋଗ ବିଳାସରେ ଖର୍ଚ୍ଚ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି। କଳା କ୍ଷେତ୍ରରେ ଏମାନେ ବହୁତ ଆଗକୁ ଯାଇଥାନ୍ତି। ବିବାହ ଜୀବନ ଏମାନଙ୍କର ବହୁତ ଭଲ ଚାଲିଥାଏ। ଏମାନେ ଈର୍ଷାରେ ଭରପୁର ହୋଇଥାନ୍ତି। ଏମାନେ ଦାନୀ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଶନିବାର ଦିନ ଜନ୍ମ ହୋଇଥିବା ଲୋକମାନେ ଅଳସୁଆ ହୋଇଥାନ୍ତି। ଏମାନେ କିଛି କାମ କରିବା ପାଇଁ ଯୋଜନା ସିନା କରିଥାନ୍ତି, କିନ୍ତୁ ସେହି କାମ କରିପାରନ୍ତି ନାହିଁ। ଯେତେ କଷ୍ଟ ଆସିଲେ ମଧ୍ୟ ଏମାନେ ବ୍ୟସ୍ତ ହୁଅନ୍ତି ନାହିଁ। ଏମାନେ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଯାହା ଲୋକଙ୍କ ସହିତ ଏମାନଙ୍କର ଝଗଡ଼ା ହୋଇଯାଇଥାଏ। ଏମାନଙ୍କ ସାଙ୍ଗସାଥି କମ୍ ହୋଇଥାନ୍ତି ଆଉ ସାଙ୍ଗମାନଙ୍କ ପ୍ରତି ଏମାନେ ବିଶ୍ୱସ୍ତ ହୋଇଥାନ୍ତି। ରବିବାର ଦିନ ଜନ୍ମିତ ହୋଇଥିବା ଲୋକ ଭାଗ୍ୟଶାଳୀ ହୋଇଥାନ୍ତି। କାହା ଅଧୀନରେ ରହି କାମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ଏମାନେ କମ୍ କଥା କହିଥାନ୍ତି। କଳା ଏବଂ ଶିକ୍ଷା କ୍ଷେତ୍ରରେ ଏମାନେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। ଘର ପରିବାରର ଲୋକଙ୍କୁ ଖୁସିରେ ରଖିବା ପାଇଁ ଏମାନେ ବହୁତ ଚେଷ୍ଟା କରନ୍ତି। ଏମାନେ କମ୍ କଥା କହିଥାନ୍ତି ଆଉ ସାଙ୍ଗମାନଙ୍କ ସହିତ ଏମାନଙ୍କର ସମର୍ପଣ ମନୋଭାବ ରହିଥାଏ। 20ରୁ 22 ବର୍ଷ ମଧ୍ୟରେ ଏମାନଙ୍କୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିପାରେ। ଆଶା କରୁଛି ଏହି 7ଟି ବାରରେ ଜନ୍ମିତ ହେଉଥିବା ପିଲାମାନଙ୍କର କ'ଣ କ'ଣ ଭବିଷ୍ୟତରେ ରହିଛି ସେହି ବିଷୟରେ ଜାଣିପାରିଲେ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଏବେ ହିଁ ମୋର ବୈଷ୍ଣବୀ ଷ୍ଟୋରି ଆଣ୍ଡ ମୋଟିଭେଟ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାନ୍ତୁ, ଯାହାଫଳରେ ମୋର ପ୍ରତ୍ୟେକ ଭିଡ଼ିଓ ଆପଣମାନେ ସିଧାସଳଖ ଦେଖିପାରିବେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ, ନମସ୍କାର।